ଆଜିର ପ୍ରଥମ ନ୍ୟୁଜ୍ ହେଲା ଆସନ୍ତା ସେପ୍ଟେମ୍ବର 22 ତାରିଖରୁ କାର୍ଯ୍ୟକାରୀ ହେବ ଜେନ୍ନେକ୍ସଟ୍ ଜିଏସ୍ଟି ବ୍ୟବସ୍ଥା। ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଯେଉଁ ନେକ୍ସଟ୍ ଜେନେରେସନ୍ ଜିଏସ୍ଟି ସଂସ୍କାର ଘୋଷଣା କରିଥିଲେ ତାହା ବାସ୍ତବ ରୂପ ନେଇଛି। ପରବର୍ତ୍ତୀ ନ୍ୟୁଜ୍ ହେଲା ସାଧାରଣ ଲୋକଙ୍କ ବ୍ୟବହୃତ ଜିନିଷ ଯେଭଳିକି ତେଲ, ଶ୍ୟାମ୍ପୁ, ଟୁଥବ୍ରଶ, ଟୁଥପେଷ୍ଟ, ସାଇକେଲ, ରୋଷେଇ ଘର ଏବଂ ଅନ୍ୟାନ୍ୟ ଘରୋଇ ଜିନିଷଗୁଡ଼ିକ ଉପରେ ଜିଏସ୍ଟି ହାର 5% ହ୍ରାସ କରାଯାଇଅଛି। ଏୟାର କଣ୍ଡିସନିଂ ଯେଭଳି ମେସିନ୍, ଟିଭି, ଡିଶ୍ ୱାସିଂ ମେସିନ୍, ଛୋଟ କାର୍ 350cc କିମ୍ବା ତାଠାରୁ କମ୍ ମୋଟର ସାଇକେଲ ଉପରେ ଜିଏସ୍ଟି ପ୍ରତିଶତ 28%ରୁ 18%କୁ ହ୍ରାସ କରାଯାଇଅଛି। ଆଗାମୀ ନ୍ୟୁଜ୍ ହେଲା ଦେଶର ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ 1500 କୋଟି ଟଙ୍କା ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ପରବର୍ତ୍ତୀ ନ୍ୟୁଜ୍ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଆୟୋଜନ କରିବାକୁ ଲୋକସଭା ଭବନରେ ରାଜ୍ୟ କ୍ରୀଡ଼ା ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ନ୍ୟୁଜ୍ ହେଲା ଦଧିଚି ଶିକ୍ଷାୟତନ ଟ୍ରଷ୍ଟର ପ୍ରତିଷ୍ଠା ଦିବସରେ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସୁନ୍ଦରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ବିଶ୍ୱ ହିନ୍ଦ୍ ପରିଷଦର ଆନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଡକ୍ଟର ପ୍ରବୀଣ ତଗଡ଼ିଆ। ପରବର୍ତ୍ତୀ ନ୍ୟୁଜ୍ ହେଲା ଜିଏସ୍ଟି ପରିଷଦର ବୈଠକ ନିଷ୍ପତ୍ତି ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଆଗାମୀ ପାର୍ବଣ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଉପହାର ଦେଇଛନ୍ତି। ପରବର୍ତ୍ତୀ ନ୍ୟୁଜ୍ ହେଲା କୃଷି କ୍ଷେତ୍ରରେ ଚାଷୀଙ୍କୁ ବଡ଼ ଲାଭ ଦେବ ନୂଆ ଜିଏସ୍ଟି ସଂସ୍କରଣ, କହିଲେ ଅର୍ଥମନ୍ତ୍ରୀ। ଟ୍ରାକ୍ଟର, ଜୈବ କୀଟନାଶକ, ସୂକ୍ଷ୍ମ ପୋଷକ ତତ୍ତ୍ୱ, ବୁନ୍ଦା ଜଳସେଚନ ପ୍ରଣାଳୀ ଓ ସିଞ୍ଚନ, କୃଷି ଏବଂ ଉଦ୍ୟାନ କୃଷି ଯନ୍ତ୍ରପାତି, ଅମଳ ଓ ଥୋସି ମେସିନରେ ନୂଆ ଟିକସ ହାର 5% ଧାର୍ଯ୍ୟ ହୋଇଛି ବୋଲି କହିଛନ୍ତି।